अर्ली डिनर बा 7टा पूर्व खाइबाटा आज्ञा आज्ञा देह ପାଇଁ बहुत उपकार आज्ञा କାରଣ ସେ ଖାଦ୍ୟଟା ବହୁତ ଟାଇମ ପାଏ ହଜମ ହବାକୁ ଆଉ ଅନ୍ତତଃ ବହୁତ ଗୁଡେ ଟାଇମ ପାଏ ସକାଳ 7ଟା ଯାଏ 12 ଘଣ୍ଟା ମିଳେ आज्ञा ଆଉ ସେଥିରେ ପ୍ରୋଟିନ ଏବଂ ଏଇ ଧରଣର ପୁଷ୍ଟିସାର ଜାତୀୟ ଖାଦ୍ୟ ଓ ଅନ୍ୟ ଖାଦ୍ୟ ଭଲରେ ହଜମ ହେଇପାରନ୍ତି। सर एबे जमती हम जो टाइम्स ऑफ इंडिया रे जोटा बाहर गोटे जे वर्तमान समस्या प्राय जो जल्दी डिनर करिया पई से पता देखा जाउछि एवं जेतेबेले गोटे कथा आसीतला जे अमेरिकन जो इन्फ्लुएंसर जो क्रिश्चियन सिस्टर जे कि से आसथिले डेली आसीथिले आ डेली आसी कि ताकर भीतर गोटे कंप्लेन थिला जे हमर इंडिया रे भारत रे जो खाइबा स्टाइल सब अछि पार्टी फाटी जो सब होउछि सेगुड़ा तो प्राय 11टा बेलू खाइबा होउछि किंतु सेटा अमेरिका रे से जिनसटा नुह से माने अर्ली डिनर करंती सर अर्ली डिनर रो किछि बेनिफिट रहउछि कि अर्ली डिनर बा 7ଟା ପୂର୍ବରୁ ଖାଇବାଟା आज्ञा आज्ञा ଦେହ ପାଇଁ ବହୁତ ଉପକାର आज्ञा କାରଣ ସେ ଖାଦ୍ୟଟା ବହୁତ ଟାଇମ ପାଏ ହଜମ ହବାକୁ ଆଉ ଅନ୍ତତଃ ବହୁତ ଗୁଡେ ଟାଇମ ପାଏ ସକାଳ 7ଟା ଯାଏ 12 ଘଣ୍ଟା ମିଳେ आज्ञा ଆଉ ସେଥିରେ ପ୍ରୋଟିନ ଏବଂ ଏଇ ଧରଣର ପୁଷ୍ଟିସାର ଜାତୀୟ ଖାଦ୍ୟ ଓ ଅନ୍ୟ ଖାଦ୍ୟ ଭଲରେ ହଜମ ହେଇପାରନ୍ତି। आज्ञा ଆଜିକାଲି ବହୁ ଲୋକ ସେଥିପାଇଁ 7ଟା ବେଳକୁ 7ଟା 7:30 ଭିତରେ ଖାଇ ଦଉଛନ୍ତି आज्ञा ଓ ସକାଳେ ସେମାନେ ୟୁଜୁଆଲି ସେଇ 10ଟା ବେଳକୁ ତାଙ୍କର ଜଳଖିଆ ଖାଇକିରି ବା 9ଟା ବେଳେ ଟିଫିନ କରି ସେମାନେ ବାହାରୁଛନ୍ତି ତେଣୁ ତାଙ୍କୁ ଗୋଟେ ଲମ୍ବା ଗ୍ୟାପ୍ ମିଳୁଛି ପେଟକୁ ଟିକେ ରେଷ୍ଟ ଦବାକୁ। हाँ ଏଇଟା ନୂଆ କଥା ନୁହେଁ ଆମ ଗାଁ ମାନଙ୍କରେ ଯୋଉଠି ଇଲେକ୍ଟ୍ରିସିଟି ନାହିଁ ଯୋଉଠି ଆଗେ ବି ଆମେ ସମସ୍ତେ ଅନ୍ଧାର ପୂର୍ବରୁ ଖାଇ ଦଉଥିଲେ आज्ञा ଅନ୍ଧାର ପରେ ଖାଇ ଦେଇକିରି ରହୁଥିଲେ ଶୋଇପଡୁଥିଲେ ଶୀଘ୍ର ସକାଳୁ ଉଠି ଭୋରୁ ଯାଇ ବୁଲାବୁଲି କରି ଆସି ବିଲରୁ ଫେରି ଲୋକ ଖାଉଥିଲେ आज्ञा ତେଣୁ ସେ ଜିନିଷ ଆମ ଟ୍ରାଡିସନରେ ଅଛି ଆଉ ଋଷି ମୁନି ମାନେ ଅନେକ ଅଛନ୍ତି ଆପଣଙ୍କର ଅଲେଖ ଧର୍ମ ଅଲେଖ ଧର୍ମରେ ତ କେହି ସୂର୍ଯ୍ୟାସ୍ତ ପରେ ଖାଆନ୍ତି ନାହିଁ आज्ञा ତେଣୁ ସୂର୍ଯ୍ୟାସ୍ତ ସହିତ ସୂର୍ଯ୍ୟର ଉଦୟ ଅସ୍ତ ସହିତ ପାଚକ କ୍ରିୟା ବା ହଜମ ପ୍ରୋସେସଟା ବହୁତ ଭାବରେ ଜଡିତ आज्ञा ତେଣୁ ସେଇଥିପାଇଁ ଲୋକ ସେଇ ଟାଇମରେ ଖାଆନ୍ତି ତାକୁ ଆଜିକାଲି ନୂଆ ଷ୍ଟାଇଲରେ କହୁଛନ୍ତି ଇଣ୍ଟରମିଟେଣ୍ଟ ଫାଷ୍ଟିଂ हाँ ମାନେ ମଝିରେ ମଝିରେ ଖାଲି ପେଟରେ ରୁହ 12 ଘଣ୍ଟା କି 16 ଘଣ୍ଟା ଖାଅନି 8 ଘଣ୍ଟା ଯାହା ପାରୁଛ ଖା आज्ञा ସେ ସବୁ ନୂଆ ଫ୍ୟାସନ ଜିନିଷ आज्ञा ଲୋକ ଯେତେବେଳେ ତାର କାମ ସରିବ ଯେତେବେଳେ ତାକୁ ସୁବିଧା ହବ ସେତେବେଳେ ସେ ଖାଇବ ଆପଣ ମାନେ ଯୋଉମାନେ ମିଡିଆ ଲୋକ 11ଟା ପୂର୍ବ ବେଳକୁ କଭରେଜ ଅଛି ଆପଣ ତା ପୂର୍ବରୁ ଟାଇମ ପାଇଲେ ତ ଖାଇବେ आज्ञा ତେଣୁ ଟାଇମ ଅନୁସାରେ ଲୋକ ଖାଦ୍ୟ ଖାଏ କିଏ ସେଇଥିପାଇଁ ସ୍ନାକିଂ କରେ କଣ ଟିକେ ପାଟିରେ ପକେଇ ଦିଏ ତାପରେ ତାର 11:30 ବେଳକୁ ସେ ଖାଉଛି ଇଟ୍ ଇଜ ଭେରି ଇଣ୍ଡିଭିଜୁଆଲାଇଜଡ ଯିଏ ଲୋକ ଯୋଉ ସମୟରେ ଖାଇଲେ ବି ତାର ଟିକେ ରାତିରେ ବେଶୀ ଟାଇମ ସମୟ ବା ଗ୍ୟାପ୍ ଦେବା ଉଚିତ ଯୋଉଥିରେ ତାର ହଜମ ଠିକ ହବ ତେଣୁ सर आमे जेतेबेले देखा जाए गोटे वेट लॉस पाई जेतेबेले चिंता पड़े आमे सब जिम जाइथांती किबा कोन हाई प्रोटीन जिंस सब रही जेमती चिया सीड रहिला किबा डाल रहिला पनीर चिकन एई सब रे आमे बेसी ध्यान देइथांती आ ताकू मानि मध्ये थांती एवं जेमती कि आपण कहले इंटरमिटेंट फास्टिंग मध्ये बहुत लोक करिथांती किंतु वर्तमान बेसी गुरुत्व दिया जाउची अर्ली डिनर को ହଁ बहुत अर्ली डिनर ଆଜି ସାରା ପୃଥିବୀରେ ସବୁଆଡେ हाँ ମୁଁ ସ୍ୱିଡେନରେ ଏତେ ବର୍ଷ କାମ କଲି PhD କଲି ସେତେବେଳେ ତ ସେଠି ଆମ ସେଇ ସଞ୍ଜ ହେଲା ବେଳକୁ ଡିନର ହେଇଯିବ आज्ञा ତାପରେ ଇଭିନିଂରେ ହୁଏତ କିଏ ଟିକେ ଫଳ ଖାଇଲା ମାନେ ରାତିରେ 9ଟା ବେଳକୁ आज्ञा କି ବିଫୋର ବେଡ୍ ଟାଇମ୍ କ୍ଷୀର ଟିକେ ପିଇଲା କି କଣ କଲା ତ ଡିନର ଆଉ ସପର ଭିତରେ ସେଠି ଦିଟା ଯାକ ଭିତରେ ଫରକ ରହେ ତେଣୁ ମେଜର ମିଲ୍ ଇଭିନିଂରେ ଲୋକ ଖାଆନ୍ତି ସାରା ପୃଥିବୀରେ ଆଉ ତାପରେ ଖାଲି ୱାର୍କ କଲଚର ଯେହେତୁ ବଦଳିଗଲା ଆମେରିକାରେ ଦିନରେ ଆମର ଏଠି ରାତି ରହିଲା ଆମର IT ପିଲାମାନେ ସେଥିପାଇଁ ରାତି ଯାକ କାମ କରୁଛନ୍ତି ତାଙ୍କ ଦିନ ଅନୁସାରେ ତେଣୁ ସେମାନଙ୍କୁ ଆପଣ କେମିତି କହିବେ ଯେ ନାଇଁ ତମେ କିଛି ଖାଅନି ତେଣୁ ସେମାନେ ଶୋଇବେ ଦିନରେ ବେଶୀ ଟାଇମ୍ सर ତେଣୁ आमर जो इंडिया रे जो फंक्शन सब रही जो बाहागर हला व्रतघर हला ये सब कथा देखा जाए आपण माने साधारणतः देखिबे आमर खाइबाटा आगे हबो तापरे इंगी कन्वर्सेशन हुए किंतु अमेरिका जदि देखिबे आगे से माने खाइबाटा छाड़ दियंती तापरे इंगी कन्वर्सेशन करंती किंतु आमर 11टा पर्यंत 12टा पर्यंत गोटे भोजी रे लोक माने खाउथिबे आ सेटा देह पई निहाती खराब भाउची ସେଥିପାଇଁ ଅଧିକାଂଶ ଲୋକ
ଆସିକିରି କହନ୍ତି ମୋ ପେଟଟା ଭଲ ଲାଗୁନି, ମତେ ଟିକେ ଭୋକ ହଉନି, ମତେ ଦେହଟା କାଇଁ ଆଜି କାଇଁ ଦିଟା ପତଳା ଝାଡା ହେଇଗଲା, କିରେ ଆଜ୍ଞା କଣ ହେଲା? ନା ମୁଁ ଟିକେ କାଲି ଯାଇଥିଲି ଭୋଜି ଖାଇବାକୁ, ଭୋଜିରେ ପୁଳାଏ ଖାଇଦିଅନ୍ତି, ତା ଦେହରେ ମସଲା ଫସଲା ତେଲ ସେଗୁଡା ହଜମ ହୁଏନି, ରାତିରେ 10ଟା 11ଟା ବେଳକୁ ଖାଆନ୍ତି, ତେଣୁ ସେ ୟୁଜୁଆଲି ଦେହ ଖରାପ କରେ। ହଁ ହଁ ଏମିତି ହବା ଉଚିତ ନୁହେଁ। ଲୋକଙ୍କୁ ଯଦି ଆଜ୍ଞା ଆପଣ ଅଭ୍ୟାସରେ ପକେଇବେ ହଁ ସେ ସବୁ ଅଭ୍ୟାସରେ ପଡିଯିବେ। ଯେ ଆପଣ କହିବେ ଡିନର ଇଜ 6 to 8, ହଁ ମାନେ 8ଟା ପରେ ଆଉ ନାହିଁ। ଆମେ ଯେମିତି ସାର୍ ଡକ୍ଟର ଆଜି ଡକ୍ଟର ଆପଣ ସବୁବେଳେ ଯେମିତି ଗୋଟେ ପ୍ରେସକ୍ରାଇବ କରିବେ ଯେ କଣ ଖାଇବା ଦରକାର, କଣ ଖାଇଲେ ଗୋଟେ ସୁସ୍ଥ ଲାଇଫ ମେଣ୍ଟେନ କରାଯିବ। ଏବେ ଗୋଟେ ବଡ ମେସେଜ ସମସ୍ତଙ୍କୁ ଦେବେ କି କଣ ଖାଇବା ଅପେକ୍ଷା ବେଶୀ ଇମ୍ପୋର୍ଟାଣ୍ଟ ହଉଛି କେତେବେଳେ ଖାଇବା। ହଁ ଆଗେ ମାନେ ଡାକ୍ତରଙ୍କ ମେନ୍ କାମ କଣ ଖାଇବ ନାହିଁ ହଁ କହିବା। ହଁ କେହି ବେଶୀ ଗୁରୁତ୍ୱ ଦଉନାହାନ୍ତି କଣ ଖାଇବ। ହୁଁ ତମେ ତ ଆଗ ମନା କରିଦେଲ ଯେ କିଛି ଖାଆନା, ଆଜ୍ଞା ସେ ଖାଇବ କେମିତି? ସେ ଲୋକ କଣ ଖାଇବ? ହୁଁ ବିଶେଷ କରି ମୋ ବିଭାଗରେ ଡାଇବେଟିସ ରେ ହଁ ଆମର 3 ଭାଗ ଡାଏଟିସିଆନ ଆଉ ଡାକ୍ତର ମନା କରିଦେବେ ଏଇଟା 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 ଭୁଲରେ ଖାଇବନି। କାହିଁ ହଁ କଣ ହେଇଛି କି ଅସୁବିଧା? ଆଜ୍ଞା ସେଥିରେ କଣ ମାନେ ମୁଁ ତ କହେ ଆଳୁ ଖାଇବାରେ ବି ପ୍ରୋବ୍ଲେମ ନାହିଁ ଯଦି ଆପଣଙ୍କ ବ୍ଲଡ ସୁଗର ଠିକ ରହୁଛି। ହଁ ଆପଣ ହୁଁ ଗୋଟାଏ ପିସ୍ ଆଳୁ ଖାଇଦେଲେ ମାଛରେ କଣ ଅସୁବିଧା ହେଇଯିବ? ତେଣୁ ହୁଁ ତା ସତ ଏବଂ ଯେହେତୁ ଏ ଡାଇବେଟିସ ରୋଗୀ ବା ଅନ୍ୟମାନେ ଔଷଧ ଓ ଅନ୍ୟାନ୍ୟ ଖାଦ୍ୟ ଖାଉଛନ୍ତି, ହୁଁ ସେଥିପାଇଁ ସେମାନେ ଟାଇମ ଠିକଣା ରଖିବା ଉଚିତ। ଆଜ୍ଞା ଯାହା ଆପଣ କହିଲେ ଠିକ କହିଲେ, ହୁଁ କଣ ଖାଉଛ ଅପେକ୍ଷା କେତେବେଳେ ଖାଉଛ ସେଇଟା ଇମ୍ପୋର୍ଟାଣ୍ଟ। ଇମ୍ପୋର୍ଟାଣ୍ଟ ଆପଣ ଆଜ୍ଞା ଭେରି ଇମ୍ପୋର୍ଟାଣ୍ଟ ହୁଁ ସକାଳୁ ମର୍ଣ୍ଣିଂ ୱାକରେ ଯିବେ, ହଁ ତାପରେ ଫେରିଲେ ତ ଖାଇବେ, ସେ 8ଟା 9ଟା ହବ। ଚା କପେ ପିଇକିରି ଲୋକ ୱାକ ରେ ବାହାରି ଯାଆନ୍ତି, ହୁଁ ତାପରେ ଆସିଲେ 9ଟା ବେଳକୁ ଗାଧେଇ ପାଧେଇ ଯିଏ ଯାହାର ରୁଟି ଯାହା ଯେମିତି ଖାଇବା କଥା ଖାଆନ୍ତି। ହଁ ସାର୍ ସେଥିପାଇଁ ସତେ ଯେ ପିପୁଲ ଆର୍ ଟର୍ଣ୍ଣିଂ ଦ କ୍ଲକ୍ ବ୍ୟାକ୍ ଅନ୍ ମିଲ୍ ଟାଇମିଂ। ମିଲ୍ ଟାଇମ କୁ ଲୋକ ଚାହିଁଲେଣି ଯେ ମୁଁ ଆଜ୍ଞା ଲେଟ୍ ନାଇଟ୍ ଯାଏ ରହେନି, ହଁ ମତେ 7ଟାରୁ 7:30। ମୋ ଆଜ୍ଞା ୱାଇଫ ମମତା ସିଏ ତାର 7:30 ମାନେ ଘରେ କିଏ ଥାଉ ନଥାଉ ସିଏ ତାର ଖାଇବ। ଆଜ୍ଞା 7:30 ପରେ ଯଦି ଡେରି ହେଇଗଲା she will ହଁ not eat anything because she ଆଜ୍ଞା has to maintain her health। ତେଣୁ ଆଜ୍ଞା ହେଲ୍ଥ ମେଣ୍ଟେନ କରିବାକୁ ହେଲେ ଆପଣଙ୍କୁ ଟାଇମଲି ଫୁଡ, ସେଇ ଅନୁସାରେ ଆପଣଙ୍କର ହରମୋନ ଇତ୍ୟାଦି ଇତ୍ୟାଦି ମେଣ୍ଟେନ ହୁଏ। ଆଉ ଯୋଉମାନେ ଟିକେ ଉପାସ ଅଧିକା ଟାଇମ କରନ୍ତି ତାଙ୍କର ଅଟୋଫେଜି ବୋଲି ଗୋଟେ ଜିନିଷ ହୁଏ, ଯୋଉଠି କି ଦେହର ଖରାପ ତନ୍ତୁ ଗୁଡାକ ନଷ୍ଟ ହେଇଯାଏ ଆଉ ତାକୁ ସଫା କରିଦିଆଯାଏ, କ୍ଲିନିଂ ପ୍ରୋସେସ। ହୁଁ ଆଉ ଗୋଟେ ରହୁଛି ଇନସୁଲିନ ଝରିବା, ସେ ତାରି ଉପରେ ନିର୍ଭର କରେ। ଫ୍ୟାଟ ତରଳିବା ମଧ୍ୟ ସେଇ ଫାଷ୍ଟିଙ୍ଗ ଉପରେ ନିର୍ଭର କରେ। ଆପଣ ଆଜ୍ଞା ମାର୍କ କରିଥିବେ ଆମର ସଂକ୍ରାନ୍ତି ଅମୁକ ସମୁକ ଏତେ ଜିନିଷ କାହିଁ ରହିଛି? ଲୋକ ହୁଁ ଗୋଟାଏ ଦିନ ସେଦିନ ଫାଷ୍ଟିଂ କରିବେ। ଆଜ୍ଞା ମୁସଲମାନ ଭାଇ ମାନେ ଯେତେବେଳେ ମାସେ ଫାଷ୍ଟିଂ କରୁଛନ୍ତି, ହଁ ତାଙ୍କର ଦିନରେ ତ କିଛି ପାଣି ଛୁଉଁନାହାନ୍ତି, ନାଇଁ ଛୁଅନ୍ତିନି ହଁ ଜମା ଛୁଅନ୍ତିନି। ସେ ଇଫତାର ବେଳକୁ ସନ୍ଧ୍ୟାବେଳେ ଟିକେ ଖାଇବେ, ରାତିରେ ଟିକେ ଖାଇବେ, ହଁ ଭୋରୁ ଖାଲି ରୁଟି କ୍ଷୀର ଏଇ ସବୁ କଣ ଟିକେ ଖାଇଦିଅନ୍ତି ରାତି 3ଟା ବେଳେ। ଆଜ୍ଞା ଦିନ ଯାକ ତ ଭଲରେ ଚଳୁଛନ୍ତି, ହଁ ତାଙ୍କର ତ କାମ ଦାମ କିଛି ବନ୍ଦ କରି ଘରେ ରହୁନାହାନ୍ତି। ତେଣୁ ଇଟ୍ ଇଜ ଏ ହାବିଟ। ଆପଣ କୋଉ ଭଳି ଭାବରେ ହାବିଟ ନିଜକୁ ପକେଇବେ ତାରି ଉପରେ ଆପଣଙ୍କ ସ୍ୱାସ୍ଥ୍ୟ ନିର୍ଭର କରେ। କିନ୍ତୁ ରୋଗୀ ମାନଙ୍କ ପାଇଁ ଟାଇମଲି ଫୁଡ ର ବ୍ୟବସ୍ଥା ରହିବା ଉଚିତ। ଆଜ୍ଞା ସେଇଟା ରୋଗୀଙ୍କୁ ଏ ସାଧାରଣ ଲୋକଙ୍କ ସାଙ୍ଗରେ ମିଶେଇବା ଉଚିତ ନୁହେଁ। ଉଚିତ। ବହୁତ ବହୁତ ଧନ୍ୟବାଦ ସାର୍, ବହୁତ ଆଜ୍ଞା ଭଲ ଇନଫର୍ମେସନ ଦେଲେ। ଆମେ କଣ ଖାଉଛନ୍ତି, କେତେବେଳେ କଣ ଖାଉଛନ୍ତି, କଣ ଖାଇବା ଉଚିତ ନୁହଁ ସେଇଟା ଉପରେ ବେଶୀ ଧ୍ୟାନ ଦିଅନ୍ତି। ଏବେ ସବୁଠୁ ବଡ କଥା ହଉଛି କେତେବେଳେ ମଧ୍ୟ ଖାଇବା ଉଚିତ ତା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ହଁ ସେଟା ଜରୁରୀ ଆଜ୍ଞା ହେଇଗଲାଣି।